କିନ୍ତୁ ବିଜୁ ବାବୁ ଓଡ଼ିଶାର ଅନ୍ୟତମ ସର୍ବଶ୍ରେଷ୍ଠ ନେତୃତ୍ୱ ପ୍ରବାଦ ପୁରୁଷ ଦଳର ଏଇ ଦଳ। ତେଣୁ ବିଜୁ ବାବୁ ଆମର ନୂତନ ପିଢ଼ି ପାଇଁ ଏକ ପ୍ରେରଣାଦାୟୀ ନେତୃତ୍ୱ। ବିଜୁ ବାବୁ କେବଳ ଓଡ଼ିଶା ନୁହେଁ, ସାରା ଭାରତ ବର୍ଷର ଅନ୍ୟତମ ସର୍ବଶ୍ରେଷ୍ଠ ନେତୃତ୍ୱ। ତାଙ୍କର ଜନ୍ମତିଥି ବା ଜନ୍ମ ଜୟନ୍ତୀରେ ଆଜି କେବଳ ମୁଁ ନୁହେଁ, ଭୁବନେଶ୍ୱରବାସୀ ନୁହେଁ, ସାରା ଓଡ଼ିଶାବାସୀ ତାଙ୍କୁ ଆଜି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛନ୍ତି। ଆମ ଦଳ ତରଫରୁ ତଥା ଓଡ଼ିଶା ସରକାରଙ୍କ ତରଫରୁ ମଧ୍ୟ ତାଙ୍କୁ ବିଭିନ୍ନ ଜାଗାରେ ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହିତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛନ୍ତି। ବିଜୁ ବାବୁଙ୍କୁ ଯେତେ ସମ୍ମାନ ଦେଲେ ମଧ୍ୟ କମ୍ ହେବ। ଏଭଳି ଶ୍ରେଷ୍ଠ ପୁରୁଷ, ଏଭଳି ମହାନ ପୁରୁଷ ବହୁତ କମ୍ ଦେଖାଯାଇଥାନ୍ତି। ବିଜୁ ବାବୁଙ୍କର ଆଜି 109ତମ ଆମେ ତାଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛୁ। ଆଉ ଯେଉଁ କଥା କହିଲେ ପଞ୍ଚାୟତ ରାଜ ଦିବସ, ପଞ୍ଚାୟତ ରାଜ ଦିବସ ନ୍ୟାସନାଲ ବା ଜାତୀୟ ସ୍ତରରେ ଗୋଟେ ଦିବସ। କିଛି ନେତୃତ୍ୱମାନେ ସେତେବେଳେ ବିଜୁ ବାବୁଙ୍କୁ ଖୁସି କରିବା ପାଇଁ ତାଙ୍କ ଜନ୍ମତିଥିରେ ପଞ୍ଚାୟତ ରାଜ ଦିବସକୁ ପାଳନ କରୁଛନ୍ତି। ପ୍ରକୃତ କଥା ଜାତୀୟ ପଞ୍ଚାୟତ ଦିବସ ଯାହା ସରକାର ଘୋଷଣା କରିଛନ୍ତି ଏପ୍ରିଲ ମାସରେ ସାରା ଭାରତ ବର୍ଷରେ ପାଳନ କରାଯାଉଛି। କହିବା କଥା ଗୋଟିଏ ଦିବସ ଯାହା ସାରା ଭାରତ ବର୍ଷରେ ପାଳନ କରାଯାଉଛି, ଜାତୀୟ ସ୍ତରରେ ଗୋଟିଏ ଦିନ, ରାଜ୍ୟ ସ୍ତରରେ ଆଉ ଏକ ଦିନ, ତାହା ହେବା କଥା ନୁହେଁ। ଯଦି ସେତେବେଳେ କିଏ କିଛି ବ୍ୟକ୍ତିତ୍ୱ ମାନେ ବିଜୁ ବାବୁଙ୍କୁ ଖୁସି କରିବାକୁ ୟାକୁ କରିଦେଇଥିଲେ, ମୋତେ ଲାଗୁଛି ତାହା ଠିକ୍ ନୁହେଁ। ସରକାର ଏବେ କରିଛନ୍ତି ଆମେ ବିଜୁ ବାବୁଙ୍କୁ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ଦେବୁ, କିନ୍ତୁ ତାଙ୍କ ନାଁକୁ ନେଇକି ଯେମିତି ବିଗତ ସରକାର ବିଜୁ ଜନତା ଦଳର ସରକାର ଯେଉଁମାନେ ବିଜୁ ବାବୁଙ୍କ ସ୍ୱପ୍ନକୁ କଥା କହିକି ସରକାରକୁ ଆସିଥିଲେ, 24 ବର୍ଷ ଭିତରେ ତାଙ୍କର ସ୍ୱପ୍ନକୁ ପୂରଣ କରିପାରିଲେ ନାହିଁ। ଏବଂ ଯେଉଁମାନେ ବିଜୁ ବାବୁଙ୍କ ଜୀବଦଶାରେ ତାଙ୍କ ପ୍ରତି ବିଶ୍ୱାସଘାତ କରିଛନ୍ତି, ଆଜି ସେମାନେ ଜୋରରେ ମୁହଁ ଖୋଲୁଛନ୍ତି। ତେଣୁ ଏଭଳି ବ୍ୟକ୍ତିତ୍ୱମାନଙ୍କର ଡବଲ ଷ୍ଟାଣ୍ଡାର୍ଡ ନୀତି ଓଡ଼ିଶାବାସୀଙ୍କ ପାଖରେ ଦେଖାଦେଇଛି ଏବଂ ଓଡ଼ିଶାବାସୀ ଜାଣିଛନ୍ତି କିଏ ପ୍ରକୃତ କାନ୍ଦୁଛି ବିଜୁ ବାବୁଙ୍କ ପାଇଁ, କିଏ ମୁହଁକୁ ବୁଲେଇକି ମାନେ ମନ ଭିତରେ ହସ ବାହାରେ କାନ୍ଦ ଦେଖାଇବା ପାଇଁ ଦେଖାଉଛନ୍ତି। ସେଭଳି ନେତୃତ୍ୱକୁ ଲୋକମାନେ ଚିହ୍ନିଛନ୍ତି। ତେଣୁ ସେଭଳି କୁମ୍ଭୀର କାନ୍ଦଣା କାନ୍ଦନ୍ତୁ ନାହିଁ। ବିଜୁ ବାବୁଙ୍କ ପ୍ରତି ରାଜ୍ୟବାସୀଙ୍କର ଗଭୀର ଶ୍ରଦ୍ଧା ଅଛି। ସମସ୍ତେ ଆଜି ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ ନିଶ୍ଚିତ ଭାବେ ମୁଁ କହିଲି ବିଜୁ ବାବୁ ପ୍ରବାଦ ପୁରୁଷ। ଯିଏ କୌଣସି ବ୍ୟକ୍ତିତ୍ୱ ହଉ, ଯେଉଁ ଦଳ, ଯେଉଁ ମତ, ଯେଉଁ ବର୍ଣ୍ଣର ଲୋକ ହଉ, ଯେଉଁମାନେ ବିଜୁ ବାବୁଙ୍କର ପ୍ରତିମୂର୍ତ୍ତି ଭାଙ୍ଗିଛନ୍ତି ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ ଏବଂ ଗ୍ରହଣ କରାଯିବ ମଧ୍ୟ। ତାକୁ ଅତି ଶୀଘ୍ର ଆମେ ଅନୁସନ୍ଧାନ କରୁଛୁ। ଯିଏ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି, ବିଜୁ ବାବୁ ଆମର ସମ୍ପତ୍ତି। ବିଜୁ ବାବୁ କେବଳ ବିଜୁ ଜନତା ଦଳ ବା କୌଣସି ଦଳର ବ୍ୟକ୍ତିତ୍ୱ ନୁହନ୍ତି, ସେ ସାରା ଭାରତ ବର୍ଷର ଏକ ସର୍ବଶ୍ରେଷ୍ଠ ନେତୃତ୍ୱ। ତାଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ, ତାଙ୍କ ପ୍ରତିମୂର୍ତ୍ତି ଭାଙ୍ଗିବା, ତାଙ୍କ ପ୍ରତି କୋଉଠି ଯଦି ଖରାପ କଥା କିଏ କହୁଛନ୍ତି, ନିଶ୍ଚିତ ଭାବେ ତାହା ନିନ୍ଦାଦାୟକ ଏବଂ ତାକୁ ଆମେ ଦୃଢ଼ କଣ୍ଠରେ ନିନ୍ଦା କରୁଛୁ। ଏବଂ ଯେଉଁମାନେ ଏଭଳି ଯେଉଁ ଦୁର୍ବୃତ୍ତମାନେ ଏଭଳି କାର୍ଯ୍ୟ କରିଛନ୍ତି ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବିରୋଧୀ କହୁଛନ୍ତି